ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ। ନାକେଦମ ହେଲେ ଅଗ୍ନିଶମ ବିଭାଗ। କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ। ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ନିକଟ ନୁନୁନିଆମୁଣ୍ଡାସ୍ଥିତ ଲାଠ ଶୀତଳ ଭଣ୍ଡାରରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଗୋବିନ୍ଦପୁର, ଲଇକେରା ଓ କିର୍ମିରାରୁ ଅଗ୍ନିଶମ ବିଭାଗ ରହି ନିଆଁକୁ ଆୟତ୍ତ କରିଥିଲେ। ଉପଖଣ୍ଡର ସବୁଠାରୁ ବଡ଼ ଶୀତଳ ଭଣ୍ଡାରରେ ନିଆଁ ଲାଗିଯିବାରୁ ଅଞ୍ଚଳର ଚାଷୀଙ୍କ ଗଚ୍ଛିତ ଲଙ୍କା, ଆମ୍ବଟାକୁଆ, ମହୁଳ ଆଦି ପୋଡ଼ି ନଷ୍ଟ ହୋଇଛି। ନିଆଁକୁ ଆୟତ୍ତ କରାଯିବାକୁ ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରାଣପଣେ ଉଦ୍ୟମ କରିଥିବା ବେଳେ ଭିତରେ ପଶି ନିଆଁ ଆୟତ୍ତ କରିବା ପାଇଁ ନାକେଦମ ହେବାରୁ ଝାରସୁଗୁଡ଼ାରୁ ରୋବୋଟ ମଗାଯାଇଥିଲା। 5,000 ମେଟ୍ରିକ୍ ଟନ୍ର ଶୀତଳ ଭଣ୍ଡାର ହାରାହାରି 8 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ଗଚ୍ଛିତ କଞ୍ଚାମାଲ ଓ ଅନ୍ୟାନ୍ୟ ଆସବାବପତ୍ର, ଯନ୍ତ୍ରପାତି 5 କୋଟି ଟଙ୍କାର ନଷ୍ଟ ହୋଇଥିବ ଅନୁମାନ କରାଯାଉଛି।